ଅର୍ଥମନ୍ତ୍ରୀଙ୍କର ବଡ଼ ଘୋଷଣା 10ଟି ବ୍ୟାଙ୍କ ମିଶିକି 4ଟି ବ୍ୟାଙ୍କ ହେବ। ତ ଜାଣିନେବା କି ସେଇ 10ଟି ବ୍ୟାଙ୍କ କେଉଁ 10ଟି ବ୍ୟାଙ୍କ ରହିଛି ସମ୍ପୂର୍ଣ୍ଣ ଖବର ଜାଣିନେବା। ଭିଡ଼ିଓରେ କଣ୍ଟିନ୍ୟୁ ରୁହନ୍ତୁ ଏବଂ ଚ୍ୟାନେଲରେ ନୂଆ କରି ଆସିଥିଲେ ଚ୍ୟାନେଲକୁ ଲାଇକ୍ କରିଦେବେ ଏବଂ ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ଖବର ଜାଣିନେବା। ଫ୍ରେଣ୍ଡସ୍, ସବୁଠୁ ବଡ଼ ଖବର ହେଲା ଅର୍ଥମନ୍ତ୍ରୀଙ୍କର ବଡ଼ ଘୋଷଣା। ଦେଶର 10ଟି ବ୍ୟାଙ୍କ ଏବେ ଏକତ୍ରିତ କରାଯିବ, ମାତ୍ର 4ଟି ବ୍ୟାଙ୍କ ହେବ ଏବଂ ଦେଶରେ ରହିବ କେବଳ 12ଟି ରାଷ୍ଟ୍ରୀୟ ବ୍ୟାଙ୍କ। ଦେଶର ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଙ୍କ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଦେଶର ଆର୍ଥିକ ଅଭିବୃଦ୍ଧି ବର୍ତ୍ତମାନ 5%କୁ ହ୍ରାସ ପାଇଛି। ସେଥିପାଇଁ ଅର୍ଥମନ୍ତ୍ରୀ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ଓ କହିଛନ୍ତି ଏହାଦ୍ୱାରା ଅର୍ଥନୈତିକ ଠକେଇ ମଧ୍ୟ ରୋକାଯାଇପାରିବ। ତେବେ ଆସନ୍ତୁ ଜାଣିନେବା କେଉଁ ବ୍ୟାଙ୍କକୁ ଏକତ୍ରିତ କରାଯିବ। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ମିଶାଇ ଦିଆଯିବ। ଏହା ପରେ ପରେ କାନାରା ବ୍ୟାଙ୍କ ଓ ସିଣ୍ଡିକେଟ୍ ବ୍ୟାଙ୍କକୁ ମିଶାଇ ଦିଆଯିବ। ଏହାର ବିଜନେସ୍ 15.2 ଲକ୍ଷ କୋଟି ଟଙ୍କାର ହୋଇଥିବା ବେଳେ ଦେଶର ଚତୁର୍ଥ ବଡ଼ ବ୍ୟାଙ୍କ ମାନ୍ୟତା ପାଇବ। ସେହିପରି ୟୁନିୟନ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆନ୍ଧ୍ରା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କ ବିଲୟ ହୋଇଛି। ଏହା ଦେଶର ପଞ୍ଚମ ବଡ଼ ବ୍ୟାଙ୍କ ସମୂହ ହୋଇଥିବା ବେଳେ ଏହାର କାରବାର 14.6 ଲକ୍ଷ କୋଟି ଟଙ୍କାର ହୋଇଛି ଏବଂ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ଇଣ୍ଡିଆନ ବ୍ୟାଙ୍କ ସହିତ ହୋଇଛି। ଏହାର କାରବାର 8.08 ଲକ୍ଷ କୋଟି ଟଙ୍କାର ରହିବ। ଅର୍ଥମନ୍ତ୍ରୀଙ୍କର ଏହି ବଡ଼ ଘୋଷଣା ପରେ ଦେଶରେ 12ଟି ରାଷ୍ଟ୍ରୀୟ ବ୍ୟାଙ୍କ ରହିଯାଇଛନ୍ତି। ଏହା ପୂର୍ବରୁ 2017ରେ ଦେଶରେ 27ଟି ରାଷ୍ଟ୍ରୀୟ ବ୍ୟାଙ୍କ ରହିଥିଲା। ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଯେଉଁ ବ୍ୟାଙ୍କ ଗୁଡ଼ିକରେ 55,225 କୋଟି ଟଙ୍କାର ପୁଞ୍ଜି ନିବେଶ କରାହେବ। ତେବେ ସରକାରଙ୍କ ପାଇଁ ଏଇଟା ଗୋଟେ ଚ୍ୟାଲେଞ୍ଜ ବଢ଼ିବାରେ ଲାଗିଛି। ତ ଫ୍ରେଣ୍ଡସ୍, ଯେଉଁ ଅର୍ଥମନ୍ତ୍ରୀଙ୍କର ଯେଉଁ ବଡ଼ ଘୋଷଣା ଯେଉଁ ରହିଲା, ଯେଉଁ 10ଟି ବ୍ୟାଙ୍କ ମିଶିକିନା ଯେଉଁ 4ଟି ବ୍ୟାଙ୍କ, ଆପଣମାନେ ଜାଣିପାରିଲେ ସମ୍ପୂର୍ଣ୍ଣ ଜିନିଷ କେଉଁ ବ୍ୟାଙ୍କକୁ ମିଶାଯିବ, ଏକତ୍ରିତ କରାଯିବ। ତ ଫ୍ରେଣ୍ଡସ୍, ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣମାନେ ନିହାତି ଜଣାଇବେ ଏବଂ ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓଟି ଲୋକମାନଙ୍କ ପାଖକୁ ସେୟାର କରିଦେବେ, ଯେଉଁଟାକି ସେମାନଙ୍କୁ ଇନଫର୍ମେସନ୍ ପାଇପାରିବେ।